ଆଜି ଗାଈଙ୍କ ବେଗରେ ପଘା ନାହିଁ। ଗାଁ ଗହଳି ବିଲ ବଣ ସବୁଆଡେ ଆଜାଦ ସେ ବୁଲି ପାରୁଛନ୍ତି ଗୋରୁ ଗାଈ। କିଛି ଦିନ ଲଗାଣ ବର୍ଷା ପରେ ବିଲ ବାଡି ପାଣି ଲାଗି ଯାଇଛି। ଚାଷୀମାନେ ଚାଷ କରିବା ପାଇଁ ନିଜ ନିଜ ବିଲରେ ପଟାଳି କାଟିବା ପାଇଁ ବ୍ୟସ୍ତ। ଜଣେ ଭାଇ ବିଲକଡ ହାତରେ ବାହୁଥିବାର ଦେଖି ଆମେ ତାଙ୍କୁ ପଚାରିଥିଲୁ, ହାତରେ କଣ ବାହୁଛ ଭାଇ? ନାଳ କରାହେଲେ ପାଣିଟା ଏଇଠି ନାଳରେ ରହିବ। ଆଉ ଜଣେ ଭାଇଙ୍କୁ ପଚାରିଥିଲୁ, କେତେ ମାଣ ଜମି ଚାଷ ହବ? 5-6 ମାଣ ହବ। ଆଉ କେତେ ଦିନ ভিতরে চারা পড়িব? এই আଜି পড়িব, এই পটাଳି কଟା সରିଲା ପରେ ପଡିବ ଆଉ। ଆମେ କିଛି ଚାଷୀ ଭାଇ ମାନଙ୍କୁ ଦେଖିଲୁ, ସେମାନେ ତାଙ୍କ ବିଲରେ ପଟାଳି କାଟିଲେଣି। ଆଉ କିଛି ବିଲ ଦେଖିଲୁ, ସେ ପଟାଳିରୁ ଧାନ ଗଛ ବାହାରିଲାଣି। এই କିଛି ଦିନ ହେଲା ବର୍ଷା ଚାଲିଛି, ସେଇଥିପାଇଁ ତ ପଡ଼ିଆ ସାରା ନୂଆ ଘାସ କଞ୍ଚେଇଛି। ଗୋରୁ ଗାଈ ପୁରା ଆଜାଦ ଅଛନ୍ତି। ଆଜି ଗୋରୁ ଗାଈଙ୍କୁ ପୁରା ଫାଙ୍କାରେ ଛଡ଼ା ହେଇଛି। ସେମାନେ ଆଜି ଚରାବୁଲା କରୁଛନ୍ତି। କିନ୍ତୁ ଆଉ କିଛି ଦିନ ପରେ ତାଙ୍କ ପାଖରୁ ସେଇ ଆଜାଦି ଛଡ଼େଇ ନିଆଯିବ। ଯେତେବେଳେ ବିଲ କାମ ଚାଲିବ, ବିଲର ଧାନ ଗଛ ଉଠିବ, ସେତେବେଳେ ଗୋରୁ ଗାଈଙ୍କୁ ବାହାରକୁ ବାହାରିବା ପାଇଁ ଅଙ୍କୁଶ ଲାଗିଯିବ।